ମହିଳାଙ୍କୁ ଅପମାନିତ କରୁଥିବା ବ୍ୟକ୍ତି ଯେତେବେଳେ ମହିଳା ସଶକ୍ତିକରଣ ବିଷୟରେ ସ୍ଲୋଗାନ ଦିଏ, ଜନେ ହସନ୍ତି। ଅନ୍ୟାୟର ସିଢ଼ି ଚଢ଼ୁଥିବା ବ୍ୟକ୍ତି ଯେତେବେଳେ ନିଜକୁ ନ୍ୟାୟମୂର୍ତ୍ତି ପ୍ରମାଣିତ କରିବା ପାଇଁ ଶତ ଚେଷ୍ଟା କରେ, ଜନେ ହସନ୍ତି। ନିଜ ପାଇଁ ଗୋଟେ ଛୋଟିଆ ନିଷ୍ପତ୍ତି ନ ପାରୁଥିବା ବ୍ୟକ୍ତି ଯେତେବେଳେ ରାଷ୍ଟ୍ର ନିର୍ମାଣର କଥା କୁହେ, ଜନେ ହସନ୍ତି। ମହିଳାଙ୍କୁ ଅପମାନିତ କରୁଥିବା ବ୍ୟକ୍ତି ଯେତେବେଳେ ମହିଳା ସଶକ୍ତିକରଣ ବିଷୟରେ ସ୍ଲୋଗାନ ଦିଏ, ଜନେ ହସନ୍ତି। ଅନ୍ୟାୟର ସିଢ଼ି ଚଢ଼ୁଥିବା ବ୍ୟକ୍ତି ଯେତେବେଳେ ନିଜକୁ ନ୍ୟାୟମୂର୍ତ୍ତି ପ୍ରମାଣିତ କରିବା ପାଇଁ ଶତ ଚେଷ୍ଟା କରେ, ଜନେ ହସନ୍ତି। ନିଜ ପାଇଁ ଗୋଟେ ଛୋଟିଆ ନିଷ୍ପତ୍ତି ନ ପାରୁଥିବା ବ୍ୟକ୍ତି ଯେତେବେଳେ ରାଷ୍ଟ୍ର ନିର୍ମାଣର କଥା କୁହେ, ଜନେ ହସନ୍ତି। ମହିଳାଙ୍କୁ ଅପମାନିତ କରୁଥିବା ବ୍ୟକ୍ତି ଯେତେବେଳେ ମହିଳା ସଶକ୍ତିକରଣ ବିଷୟରେ ସ୍ଲୋଗାନ ଦିଏ, ଜନେ ହସନ୍ତି। ଅନ୍ୟାୟର ସିଢ଼ି ଚଢ଼ୁଥିବା ବ୍ୟକ୍ତି ଯେତେବେଳେ ନିଜକୁ ନ୍ୟାୟମୂର୍ତ୍ତି ପ୍ରମାଣିତ କରିବା ପାଇଁ ଶତ ଚେଷ୍ଟା କରେ, ଜନେ ହସନ୍ତି। ନିଜ ପାଇଁ ଗୋଟେ ଛୋଟିଆ ନିଷ୍ପତ୍ତି ନ ପାରୁଥିବା ବ୍ୟକ୍ତି ଯେତେବେଳେ ରାଷ୍ଟ୍ର ନିର୍ମାଣର କଥା କୁହେ, ଜନେ ହସନ୍ତି। ମହିଳାଙ୍କୁ ଅପମାନିତ କରୁଥିବା ବ୍ୟକ୍ତି ଯେତେବେଳେ ମହିଳା ସଶକ୍ତିକରଣ ବିଷୟରେ ସ୍ଲୋଗାନ ଦିଏ, ଜନେ ହସନ୍ତି। ଅନ୍ୟାୟର ସିଢ଼ି ଚଢ଼ୁଥିବା ବ୍ୟକ୍ତି ଯେତେବେଳେ ନିଜକୁ ନ୍ୟାୟମୂର୍ତ୍ତି ପ୍ରମାଣିତ କରିବା ପାଇଁ ଶତ ଚେଷ୍ଟା କରେ, ଜନେ ହସନ୍ତି। ନିଜ ପାଇଁ ଗୋଟେ ଛୋଟିଆ ନିଷ୍ପତ୍ତି ନ ପାରୁଥିବା ବ୍ୟକ୍ତି ଯେତେବେଳେ ରାଷ୍ଟ୍ର ନିର୍ମାଣର କଥା କୁହେ, ଜନେ ହସନ୍ତି। ମହିଳାଙ୍କୁ ଅପମାନିତ କରୁଥିବା ବ୍ୟକ୍ତି ଯେତେବେଳେ ମହିଳା ସଶକ୍ତିକରଣ ବିଷୟରେ ସ୍ଲୋଗାନ ଦିଏ, ଜନେ ହସନ୍ତି। ଅନ୍ୟାୟର ସିଢ଼ି ଚଢ଼ୁଥିବା ବ୍ୟକ୍ତି ଯେତେବେଳେ ନିଜକୁ ନ୍ୟାୟମୂର୍ତ୍ତି ପ୍ରମାଣିତ କରିବା ପାଇଁ ଶତ ଚେଷ୍ଟା କରେ, ଜନେ ହସନ୍ତି। ନିଜ ପାଇଁ ଗୋଟେ ଛୋଟିଆ ନିଷ୍ପତ୍ତି ନ ପାରୁଥିବା ବ୍ୟକ୍ତି ଯେତେବେଳେ ରାଷ୍ଟ୍ର ନିର୍ମାଣର କଥା କୁହେ, ଜନେ ହସନ୍ତି। ମହିଳାଙ୍କୁ ଅପମାନିତ କରୁଥିବା ବ୍ୟକ୍ତି ଯେତେବେଳେ ମହିଳା ସଶକ୍ତିକରଣ ବିଷୟରେ ସ୍ଲୋଗାନ ଦିଏ, ଜନେ ହସନ୍ତି। ଅନ୍ୟାୟର ସିଢ଼ି ଚଢ଼ୁଥିବା ବ୍ୟକ୍ତି ଯେତେବେଳେ ନିଜକୁ ନ୍ୟାୟମୂର୍ତ୍ତି ପ୍ରମାଣିତ କରିବା ପାଇଁ ଶତ ଚେଷ୍ଟା କରେ, ଜନେ ହସନ୍ତି। ନିଜ ପାଇଁ ଗୋଟେ ଛୋଟିଆ ନିଷ୍ପତ୍ତି ନ ପାରୁଥିବା ବ୍ୟକ୍ତି ଯେତେବେଳେ ରାଷ୍ଟ୍ର ନିର୍ମାଣର କଥା କୁହେ, ଜନେ ହସନ୍ତି।